ଶୃଙ୍ଖଳିତ ସଦସ୍ୟ ଏବଂ ଭାରତୀୟ ଜନତା ପାର୍ଟିର ଆଜି ଯେଉଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ହେବ ଭାରତୀୟ ଜନତା ପାର୍ଟିର ନୂତନ ରାଜ୍ୟ ସଭାପତି ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃମଣ୍ଡଳୀମାନଙ୍କ ଭିତରେ ଆଲୋଚନା ହୋଇକି ଭାରତୀୟ ଜନତା ପାର୍ଟି ଯାହାର ନାମ ସ୍ଥିର କରିବ ସେହି ନାମାଙ୍କନ ପତ୍ର ଦାଖଲ କରିବ ଏବଂ ଆମେ ସମସ୍ତେ ଶୃଙ୍ଖଳିତ ସଦସ୍ୟ ଭାରତୀୟ ଜନତା ପାର୍ଟି ଯାହାକୁ ଆଦେଶ ଦେବ ନିର୍ଦ୍ଦେଶ ଦେବ ସେ ନାମାଙ୍କନ ପତ୍ର ଦାଖଲ କରିବ ଏବଂ ଆମେ ସାଧାରଣ ସୈନିକ ହିସାବରେ ତାଙ୍କୁ ସମର୍ଥନ ଦେଖନ୍ତୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ହେବ ଆଉ କିଏ କରିପାରେ ଏଥିରେ କାହାକୁ ମନା କରାଯାଇ ନାହିଁ ଆଉ 5 ଜଣ 6 ଜଣ ବି କରିପାରନ୍ତି କିନ୍ତୁ ମୋତେ ଲାଗୁଛି ନିଶ୍ଚିତ ରୂପେ ରାଜ୍ୟ ନେତୃମଣ୍ଡଳୀ ଯାହା ନିଷ୍ପତ୍ତି ନେବେ ବୋଧେ 2ଟି ନାମାଙ୍କନ ପତ୍ର ଦାଖଲ ହେବ ନାହିଁ ମୁଁ ଜଣେ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ ସୈନିକ ଭାରତୀୟ ଜନତା ପାର୍ଟି ରାଜ୍ୟ କେନ୍ଦ୍ର ନେତୃତ୍ୱ ଯାହା ନିଷ୍ପତ୍ତି ନେବ ମୁଁ ସୈନିକ ହିସାବରେ ତାକୁ ମୁଁ ସ୍ୱୀକାର କରିବି ଦେଖନ୍ତୁ ନିର୍ଦ୍ଦେଶ ତ ଯାହା ପାଖକୁ ଯାଇଛି ସେ ଜାଣି ସାରିଥିବେଣି ସେଇଥିପାଇଁ ମୁଁ ସେ ବିଷୟ ଆଉ ଘଣ୍ଟେ ପରେ ବୋଧେ କ୍ଲିୟର ହେଇଯିବ ଆମର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଡକ୍ଟର ସଞ୍ଜୟ ଜୟସୱାଲ ମାନ୍ୟବର ସାଂସଦ से अल्प समय भितर आसिक पहुंचे आमर निर्वाचन प्रक्रिया आरंभ हो जाइए आज नॉमिनेशन हेबो तांकर प्रत्येक तत्वावधान रे सब काम हेबो आज नॉमिनेशन पर आज स्क्रूटिनी हेबो एवं भर्ली लिस्ट डिक्लेयर हेबो आसंता काली आवश्यक हेले निर्वाचन हाँ आसबार से भी संभावना अच्छे निर्वाचन भी हो पारे सहमति भी आसबार आमे पूर्ण गणतांत्रिक प्रक्रिया रे निर्वाचन पद्धति को अनुसरण करी काम करछु जदि एकाधिक प्रार्थी निर्वाचन हम ना सहमति जदि